ଏମାନେ ତାହେଲେ ଏଇ ମଲା ଗଛରୁ ହାଣ୍ଡି ନେଇ ଏତେ ଧନୀ ହୋଇଯାଇଛନ୍ତି। ହେଲେ ଏଇ ଜଙ୍ଗଲରେ ମୋ ବାପାଙ୍କ ଠାରୁ ଅଧିକ ଧନୀ ଆଉ ମୁଁ କାହାକୁ ବି ହେବାକୁ ଦେବିନି। ଏମିତି କହି ଜଗୁ କାଉ ସେଇ ମଲା ଗଛ ପାଖକୁ ଆସେ। ଏ ମଲା ଗଛ, ତୁ ମତେ ବି ଗୋଟିଏ ହାଣ୍ଡି ଦେ। ଜଗୁ, ତତେ କଣ ଭୋକ ଲାଗୁଛି କି? ନା ତୁ ଘରୁ କିଛି ଖାଇକି ଆସିନୁ? ମତେ କିଛି ଭୋକ ଫୋକ ଲାଗୁନି। ମୁଁ ତ ସେଇ ହାଣ୍ଡି ଭିତରୁ ସୁନା ଧନ ରତ୍ନ ନେବାକୁ ଆସିଛି। ତୁ ମତେ ଜଲ୍ଦି ଜଲ୍ଦି ଏ ହାଣ୍ଡି ଦେ। ନା ଜଗୁ, ମୁଁ ଏ ହାଣ୍ଡି ତତେ ଦେଇପାରିବିନି। ତୁ ଏଠାରୁ ଚାଲିଯା। ସେଇ ମଲା ଗଛ ଠାରୁ ଏମିତି କଥା ଶୁଣି ଜଗୁ ବହୁତ ରାଗିଯାଏ ଆଉ ସେଠାରୁ ଚାଲିଯାଏ। କିଛି ସମୟ ପରେ ଜଗୁ ଗୋଟିଏ କୁରାଢ଼ୀ ନେଇକି ଆସେ। ତତେ ଭଲରେ ଭଲରେ କହୁଛି, ଏ ହାଣ୍ଡି ସବୁ ମତେ ଦେଇଦେ, ନହେଲେ ମୁଁ ତତେ ମୂଳରୁ ହାଣିଦେବି। ଜଗୁ ଠାରୁ ଏମିତି କଥା ଶୁଣି